नमः शिवाय। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। शिवपुराण चतुर्थ खंड दुर्गांक वंदना। जय मात तो पद्म पयर वंदना करुछि मात मोहि निरंतर। करे कर बाळ धरी दुख मोर हर पकाओ जननी नासी धरिण खपर। आनके भरोसा नाही तोह बिनु मात तो पद सरोजे सदा रहु मोर चित्त। शयने स्वपने मात किबा जाग्रत रे जपुअछि तोह नाम मातल तुंडरे। जेते दरब तो सृष्टि संसार मध्यर तोर सत्ता अछि मात द्रव्य रे सकल। बैरता तो संगे जेहु आचरण करे ठाव न मिलई मात ताकु तिनि पुरे। गौरव बही मनरे महिषासुर बिना दोषरे दंडिला सकल मर। तिनि पुरे भय सर्व हेले कंपमान वन पर्वते गमिले जाई देवगण। समवक्ष न हेले के महिषा संगरे स्वयं विष्णु हारी गले ताहाकु रणरे। सर्वदेव गण एक मुखे स्तुति कले मात रख बोलिण बोइले। महाशून्य थाई तांक कषण देखिले शक्ति देवा पाई देवगण को कहिले। सर्वदेव गण आनंदित मन हेले निज तेज मान निज अंगुदान कले। से तेज जाइण एक ठावरे मिशिला मूर्तिमंत विग्रहटी सरजना हेला। से रूपर महिमा मो कि कहिबि मोहि तू जेणु जननी रूप तो वर्णिनु हई। आकाश पाताल विस्तारिलु तो शरीर बध कलु शूल धरी महिषासुर। महिषामर्दिनी नाम त्रिपुरे स्मरन्ति नाम तोर नरगण। तोर चरण रे मात शरण पसई दीन बुद्धि मंतर चे तोर दया पाई। शिवंक जनाना। जय जय सदा शिव देव देव हर तप पद्म पाद तले करे नमस्कार। जय जय सदा शिव देव देव हर तब पद्म पाद तले करे नमस्कार। ताम्रवर्ण जटा जुट सुंदर दिशई पाशंकुश त्रिशूल
ହସ୍ତରେ ଶୋଭଇ। ଡିବି ଡିବି ହୋଇ ହସ୍ତେ ଡମ୍ବରୁ ବାଜଇ। ତାଣ୍ଡବ ନୃତ୍ୟରେ ଭୋଳ ସଜ ଥାଅ ହୋଇ। ଅହିର ଭୂଷଣେ ଦିଶେ ସର୍ବାଙ୍ଗ ସୁନ୍ଦର। ବିଭୂତି ଭୂଷଣେ ଶୋଭା ଦିଶଇ ଶରୀର। ସରେ ଚନ୍ଦ୍ର ଚୂଡ଼େ ପୁଣି ଗଙ୍ଗା ବିଦ୍ୟମାନ। ମସ୍ତକେ ଚନ୍ଦନ ବିନ୍ଦୁ ଦିଶେ ଶୋଭାବନ। ଯୋଗ ସାଧି ମହାଯୋଗୀ ନାମଟି ତୁମ୍ଭର। ଯୋଗ ମାୟାଙ୍କୁ ରଖିଛ ପାଶରେ ଠାକୁର। ଯୋଗଙ୍କର ଅଗ୍ରଗଣ୍ୟ ଦେବ ପଞ୍ଚାନନ। ଦେବ ଦେବ ମହାଦେବ ତୁମ୍ଭର ଯେ ନାମ। ତୁମ୍ଭରି ଚରଣ ତଳେ ରହୁ ମୋର ମନ। ଶକ୍ତି ଦିଅ ହସ୍ତେ ଲେଖିବି ମୁଁ ତୁମ୍ଭ ଗୁଣ। ଅମୃତ ନୟନେ ଚାହିଁ ଶକ୍ତି ଦାତା ହର। ନ ଆସିବା ପଦ କଣ୍ଠେ ବସି ପୂର୍ଣ୍ଣ କର। କଣ୍ଠ ତଟେ ବାସସ୍ଥାନ ତୁମ୍ଭର ଅଟଇ। ଯୋଗ ମାୟା ଘେନ ପ୍ରଭୁ ତହିଁ ଅଛ ରହି। ଚତୁର୍ଥ ଖଣ୍ଡ ଏ ଶିବ ପୁରାଣ ରଚିବି। ଲେଖୁଅଛି ପଦମାନ ମୁହିଁ ଭାବି ଭାବି। ପୂର୍ବ ପୁରାଣ ପ୍ରଭାବ ଅନୁସାରେ ମୁହିଁ। ଶୁଦ୍ଧ ଶୁଦ୍ଧ ଖଣ୍ଡିଣ ଏ ଗ୍ରନ୍ଥ ରଚଇ। ଦୟାକର ଦୀନ ଜନେ ପ୍ରଭୁ ସଂକର୍ଷଣ। ଦୀନ ବୁଦ୍ଧିମନ୍ତ ରଚେ ତୁମ୍ଭରି ପୁରାଣ। ଶ୍ରୀ ଗଣେଶଙ୍କ ଜଣାଣ। ଜୟ ଜୟ ଗଣନାଥ ପାର୍ବତୀଙ୍କ ସୁତ। ଜୟ ଜୟ ଗଜାନନ ପ୍ରଭୁ ଗଣନାଥ। ବିଦ୍ୟାଦାତା ଗଜାନନ ଜଗତ ବନ୍ଦନ। ସର୍ବମଙ୍ଗଳ କାର୍ଯ୍ୟରେ ଅଗ୍ରେ ତୁମ୍ଭ ସ୍ଥାନ। ସର୍ବଦେବତାଙ୍କ ଅଗ୍ରେ ହେଉଛ ପୂଜନ। ମଙ୍ଗଳ କାର୍ଯ୍ୟ ଲୋଡ଼ନ୍ତି ପଣ୍ଡିତ ସୁଜନ। ଅମୃତ ଲଡ଼ୁ ଶ୍ରୀ କରେ ଗଜର ବଦନ। ଥୋଇ ହସ୍ତେ ଲଡ଼ୁ ଗୋଟି ଦିଶଇ ଶୋଭନ। ପାଦ ପଦ୍ମେ ତଳେ ତବ ପଶୁଛି ଶରଣ। ନ ପଡ଼ିବା ପଦ ପ୍ରଭୁ କରିବ ପୂରଣ। ଶ୍ରୀ ଶିବ ପୁରାଣ ଅଟେ ପୁରାଣର ସାର। କଣିକାଏ ମହାପ୍ରଭୁ ଦିଅ ମୋ ତୁଣ୍ଡର। ଏତିକି କରୁଛି ତବ ଚରଣରେ ଅଳି। ଦୀନ ବୁଦ୍ଧିମନ୍ତ ପଦ ଲେଖେ ଭାଳି ଭାଳି। ଗ୍ରନ୍ଥ ସୂଚନା। ଶୁଣ ହେ ବିବୁଧ ପଣ୍ଡିତ ଜ୍ଞାନୀ ସନ୍ଥ। ସଦାଶିବଙ୍କର ଗୁଣ କୀରତି ଏ ଗ୍ରନ୍ଥ। ଭକ୍ତି ଶ୍ରଦ୍ଧାରେ ଯେଉଁ ଜନ ଯେ ପଢ଼ୁଥାଇ। ସମନର ଦଣ୍ଡ ତାକୁ କେବେ ନ ପଡ଼ଇ। ସର୍ବ ଋଷି ଗଣ ଦିନେ ନୈମିଷାରଣ୍ୟରେ। ପୁଛିଲେ ଧାତା ସୁତଙ୍କୁ ବସାଇ ପାଶରେ। ଅପାର ମହିମା ପୁଣି ସଦାଶିବଙ୍କର। କୁହନ୍ତୁ ଧାତା ସୁତ ଯେ ଆଗରେ ଆମ୍ଭର। ସନତ କୁମାର ଅଟେ ତାହାଙ୍କର ନାମ। ତୁଣ୍ଡରେ କହନ୍ତି ସେହି ଶିବଙ୍କର ଗୁଣ। ସକଳ ଋଷି ବସି ଶ୍ରବଣ କରନ୍ତି। ନ ବୁଝି ପାରିଲେ ପୁନଃ
ପୁନଃ ପଚାରନ୍ତି। ସନତ କୁମାର ପୁଣି କରନ୍ତି ଉତ୍ତର, ତେଣୁ ଶିବ ପୁରାଣତି ନାମ ହେଲା ୟାର। ଧାତାଙ୍କ ନନ୍ଦନ ମୁଖ ହୋଇଲା ପ୍ରଚାର, ଶିବଙ୍କ ଗୁଣ କୀରତି ଏଥି ଭରପୁର। ସାଧୁ ଜନେ ଶୁଣ ସର୍ବେ ହୋଇ କମନ, ପରମ ପବିତ୍ର ଗ୍ରନ୍ଥ ଏ ଶିବ ପୁରାଣ। ଶିବଙ୍କର ନାମ ଦୁଇ ଅକ୍ଷର ଅଟଇ, ଭବ ପାର ବାରେ ଜାଣ ତରଣଟି ସେହି। ମାତା ପାର୍ବତୀଙ୍କ ନାମ ଥିଲେ ସଙ୍ଗତରେ, ଚତୁର୍ବର୍ଗ ପ୍ରାପ୍ତି ହୁଏ ଜପିଲେ ଟିବାରେ। ମହାଯୋଗୀ ଦୟା କରନ୍ତି ଉପରେ ଯାର, ତ୍ରୟ ଭୁବନେ ସେ ଜନ ମହାଶକ୍ତି ଧର। ସାଧୁ ସନ୍ଥ ନିଜ ଜନ ସୁମର ସେ ନାମ, ଦୀନ ବୁଦ୍ଧିମନ୍ତ ରଚେ ତାଙ୍କରି ପୁରାଣ। ସଦାଶିବଙ୍କର ଅନ୍ଧକାରୀ ନାମ ପ୍ରାପ୍ତି। ସନତ କୁମାରଙ୍କୁ ଚାହିଁ ଋଷିଗଣ, କୃତ୍ୟ କୃତ୍ୟ ହୋଇ ପୁଣି କହନ୍ତି ବଚନ। ଶିବଙ୍କର ଯେତେ ନାମ ମାନ ଅଛି ରହି, ଥୋକାଏ ନାମ କହନ୍ତୁ ସେ ମୁନି ଗୋସାଇଁ। କେଉଁ କାରଣରୁ ନାମ ଶିବ ଯେ ପାଇଲେ, ଶୁଣିବ ତୁମ୍ଭ ମୁଖରୁ ଦୟା କରବାରେ। ଅନ୍ଧକାରୀ ବୋଲି ରହିଅଛି ଏକ ନାମ, ସେ ନାମ ମହାତ୍ମ୍ୟ ଦିଅ ଟିକେ ବୁଝାଇଣ। ସଦାଶିବ ସେ ନାମକୁ ଧରିଲେ କିମ୍ପାଇଁ, ଶ୍ରଦ୍ଧାବଳୀ ଅଛି ତାହା ଜାଣିବାର ପାଇଁ। ଶ୍ରଦ୍ଧା ଚିତ୍ତେ ସେ ଚରିତ ଦିଅ ପ୍ରକାଶିଣ, ସନତ କୁମାର ଶୁଣି ହରଷିତ ମନ। ଶିବଙ୍କର ନାମ ଅନ୍ଧକାରୀ କାହିଁ ପାଇଁ, ଯାହା ଜାଣିଅଛି ତାହା କହୁଛି ବୁଝାଇ। ଶୁଣ ସର୍ବ ଋଷିଗଣ ହୋଇ ସାବଧାନ, ଶିବଙ୍କର ଅନ୍ଧକାରୀ ନାମର କାରଣ। ମନ୍ଦର ପର୍ବତରେ ଦିନେ ହର ଗୌରୀ, ପ୍ରେମେ ଉନ୍ମତ୍ତ ହୋଇ ଥିଲେ କ୍ରୀଡ଼ା କରି। ଭ୍ରମି ଭ୍ରମି ସଦାଶିବ କ୍ଳାନ୍ତ ଗଲେ ହୋଇ, ଚନ୍ଦନ ବୃକ୍ଷ ମୂଳରେ ବସିଲେ ସେ ତହିଁ। ମାତ ଶାକମ୍ଭରୀ ଅନ୍ୟ ଦିଗେ ଯାଇଥିଲେ, ତ୍ରିପୁରାରୀଙ୍କୁ ବସିବା ନୟନେ ଦେଖିଲେ। କୌତୁକେ ମାତ ଛପି ଛପି ଯେ ଅଇଲେ, ସଦାଶିବଙ୍କ ଚକ୍ଷୁକୁ ଆକର୍ଷି ଧରିଲେ। ଚକ୍ଷୁ ବୁଜନ୍ତେ ଶଙ୍କର ଅନ୍ଧ ପ୍ରାୟ ହେଲେ, ପାର୍ବତୀଙ୍କ ବେନି ହସ୍ତ ଅଣ୍ଡାଳି ଧରିଲେ। କୌତୁକେ ମାତ ଯହୁଁ ନ ଛାଡ଼ିଲେ କର, ହସ୍ତରୁ ତାଙ୍କର ବହିଲାଟି ଶ୍ରମ ଝାଳ। ଶଙ୍କରଙ୍କ ମସ୍ତକରୁ ସ୍ୱେଦ ବାରି ଝରି, ମିଶିଗଲା ଶାକମ୍ଭରୀଙ୍କର ସ୍ୱେଦ ବାରି। ହର ଗୌରୀଙ୍କର ଝାଳ ହୋଇଲା ଏକତ୍ର, ତହିଁରୁ ପୁରୁଷ ଏକ ହୋଇଲା କଜାତ। ଅତି ବିକଟାଳ ରୂପ ଗୋଟିତା ଦିଶଇ, କଳା ମେଘ ପରି ଗରଜନ ସେ କରଇ। ଶିରେ ଲମ୍ବ ଜଟା ମାନ ଦିଶଇ ସୁନ୍ଦର, ତାହାର ରୂପ ଦିଶଇ ଅତି ବିକଟାଳ।
ତା ଶରୀର। ଲମ୍ବ ଜଟା ମାନ ପୁଣି ଶରୀରେ ତାହାର। ତାମ୍ର ବର୍ଣ୍ଣ କେଶ ପୁଣି ଉଠିଛି ଦେହର। ଚକ୍ଷୁ ନାହିଁ ସେହି ପୁଣି ଅଣ୍ଡାଳି ହୁଅଇ। ବିକଟ ଗର୍ଜନ ଛାଡ଼ି ରଡ଼ି ଛାଡ଼ୁଥାଇ। ନାନା ପରକାୟ ଅଭିନୟ ସେ କରିଲା। କେତେ ପରିହାସ କରୁ କହନ୍ତି ଯେ ଭୋଳା। ଶୁଣି କରି ନେତୃ ହସ୍ତ ଦେଇ କାଢ଼ି ନେଲେ। ହସ୍ତ ଫିଟା ବନ୍ତେ ସଦା ଶିବ ଚାହିଁ ଦେଲେ। ଏକ ପୁରୁଷ ସମ୍ମୁଖେ ଅଛି ଉଭା ହୋଇ। ଅତି ବିକଟାଳ ତାର ଶରୀର ଦିଶଇ। ବସୁଧାକୁ ଅଣ୍ଡାଳିଣ ପୁରୁଷ ପ୍ରବର। କରୁଅଛି ନାନା ଭଙ୍ଗୀ ଦେଖୁଛନ୍ତି ହର। ପାର୍ବତୀ ତାହାଙ୍କୁ ଦେଖି କହନ୍ତି ହେ ଭୋଳା। କୁହନ୍ତୁ ଏ ଲୋଗ ଗୋଟି କେଉଁଠୁ ଅଇଲା। ସଦାଶିବ ବୋଲୁଛନ୍ତି ଝାଳ ମସ୍ତକର। ତୁମ ହସ୍ତ ଝାଳ ଆସି ହେଲା ଏକାକାର। ତହିଁରୁ ଏହି ପୁରୁଷ ହୋଇଲା ଜନମ। ନେତ୍ର ବୁଜିଥିଲି ଅନ୍ଧ ହେଲା ସେ ନନ୍ଦନ। ତେଣୁ ଜନମ ହୋଇଲା ଏହି ଅନ୍ଧାରରେ। ଅନ୍ଧକ ନାମକୁ ଦେଲି ବାଛିଣ ତାହାରେ। ଏହାକୁ ନେଇଣ ପାଳ କରିଣ ଯତନ। ଜଗତରେ ଏହି ଲୋକ ହେବ ବଳବାନ। ପାର୍ବତୀ ଆନନ୍ଦ ସଦା ଶିବଙ୍କ ବଚନେ। ପୁତ୍ରକୁ ନେଇ ମନ୍ଦିରେ ପାଳିଲେ ଯତନେ। ତଦୁତାରେ ଯାହା ହେଲା ଶୁଣି ମୁନିବର। ହିରଣ୍ୟ ନାମରେ ଥିଲା ଏକଇ ଅସୁର। ମହାବଳବନ୍ତ ଦଇତ ତିନି ପୁରରେ। ସମ ନୁହନ୍ତି ସମରେ ତାକୁ ତିନି ପୁରେ। ଅପୁତ୍ରିକ ହୋଇବାରୁ ମନେ ଖେଦ ବହି। ଶିବଙ୍କୁ ଧ୍ୟାନ କରିଲା ବିରସରେ ଯାଇ। ଅନାହାରେ ଶତ ଶତ ବରଷ ରହିଣ। ମନ ଧ୍ୟାନରେ ଭଜିଲା ଶିବଙ୍କର ନାମ। ସନ୍ତୁଷ୍ଟ ହୋଇଲେ ସଦା ଶିବ ତା ଉପରେ। ବୃଷଭ ବାହନ ଚଢ଼ି ମିଳିଲେ ପାଶରେ। ତାହାକୁ ଚାହିଁ ବୋଇଲେ ମଧୁର ବଚନ। ତପତେଜି ମାଗବର ହୋଇଲି ପ୍ରସନ୍ନ। ହିରଣ୍ୟ ତା ଶୁଣି କରି ବଚନ କହଇ। ଯେବେ ତ ସହେଲ ବର ମୋତେ ଦେବା ପାଇଁ। ତେଣୁ ତୁମ୍ଭଙ୍କୁ ମୁଁ ପ୍ରଭୁ କହଇ ବଚନ। ମାଗୁଅଛି ପୁତ୍ର ଏକ କରନ୍ତୁ ପ୍ରଦାନ। ମହାପରାକ୍ରମୀ ହେବ ମୋହର ନନ୍ଦନ। ନାଗ ନର ସୁର କେହି ନୋହିବେଟି ସମ। ଶୁଣି କରି ସଦା ଶିବ କରନ୍ତି ବଚନ। ମାଗୁଅଛି ତୁହି ମୋତେ ଯେମନ୍ତ ନନ୍ଦନ। ତେସନ କୁମର ଭାଗ୍ୟରେ ତୋହର ନାହିଁ। କେମନ୍ତେ ତେସନ ପୁତ୍ର ତୋତେ ମୁଁ ଦେବଇ। କିନ୍ତୁ ଆମ୍ଭେ ପାଶେ ଏକ ନନ୍ଦନ ଅଛଇ। ମହାବଳବନ୍ତ ତେଜବନ୍ତ ସେ ଅଟଇ। ଯତନରେ ତାକୁ ନେଇ କର ତୁ ପାଳନ। ସମରେ ହାରିବେ ଶତ୍ରୁ ନ ପାରି ଜିଣିଣ।
एते कही पार्वती को सदाशिव कही हिरण्यर करे ही पुत्र दियो नेई। प्रभुଙ୍କ आदेश मात पार्वती पाइले प्रभुଙ୍କ कोଳରେ ନେଇ ସେ ପୁତ୍ରକୁ ଦେଲେ। ସେ ପୁତ୍ରକୁ ଘେନି କରି ଦଇତ ଚଳିଲା ଅତି ଯତନ କରିଣ ତା ଗୃହେ ପାଳିଲା। ହିରଣାକ୍ଷ ଦାନବ ଯେ ଅତି ବଳବାନ ଭୟ ହେଲେ ଥରହର ତିନି ପୁରଜନ। ବସୁଧାକୁ ପାତାଳରେ କରିଲା ସ୍ଥାପନ ସ୍ୱର୍ଗେ ଦେବଙ୍କୁ ଅଥୟ କଲା ଜାତୁ ଧାନ। ଦେବତା ମାନେ ସକଳ ଅଥୟ ହୋଇଣ ବିଷ୍ଣୁଙ୍କ ପାଶରେ ଦୁଃଖ କରିଲେ ଜଣାଣ। ସହି ନ ପାରିଣ ବିଷ୍ଣୁ ଦେବଙ୍କ ବିକଳ ମହାକାଳ ରୂପ ଧରି ହେଲେ ଅବତାର। ଭୂମିକୁ ଚିରି ପାତାଳେ ଗମନ କରିଲେ ଦନ୍ତେ ଚିରି ଅସୁରଙ୍କ ପରାଣ ହରିଲେ। ଦୈତ୍ୟମାନଙ୍କୁ ସକଳ କରିଣ ନିଧନ ଦନ୍ତେ ହିରଣାକ୍ଷ ବଦ୍ଧ କଲେ ନାରାୟଣ। ସକଳ ଦୈତଙ୍କର ଘେନିଣ ପରାଣ ପୂର୍ବ ଭାଗେ ଧରଣୀକୁ କରିଲେ ସ୍ଥାପନ। ତଦୁତ୍ତାରେ କିଛି ଦିନେ ହିରଣ୍ୟାସୁର ଘୋର ଉତ୍ପାତ କରିଲା ଧରଣୀ ଉପର। ହିରଣାକ୍ଷଠୁ ହିରଣ୍ୟ ହେଲା ବଳବାନ ଖଟାଇଲା ସ୍ୱର୍ଗୁ ଦେବଗଣଙ୍କୁ ଆଣିଣ। ହିରଣ୍ୟ ଭୟରେ ଦେବେ ହୋଇଲେ ଅସ୍ଥିର ବିଷ୍ଣୁ ପ୍ରାର୍ଥନା କଲେ ଯୋଡ଼ି ଯେବେନି କର। ଜଗତର ନାଥ ଦେଖି ବିକଳ ତାଙ୍କର ପ୍ରହ୍ଲାଦ ଭକତକୁ କଲେ ତାକୁ ମର। ବାଲ୍ୟକାଳୁ ବିଷ୍ଣୁଙ୍କୁ ସେ କରଇ ଭଜନ ମୁଖରେ ଜପିଲା ସଦା ଶ୍ରୀ ବିଷ୍ଣୁଙ୍କ ନାମ। ଦେଖିଣ ସୁର ହିରଣ୍ୟ କୋପିତ ହେଲା ପୁତ୍ରକୁ ତା ଭୟଙ୍କର ଶାନ୍ତି ସେହି ଦେଲା। ଜଳେ ବୁଡ଼ାଇଲା ପଡ଼ିଲା ସେ ଅନଳରେ ମରାଇଲା ଦଳାଇଣ ହସ୍ତିର ପଦରେ। ବ୍ୟାଘ୍ର ମୁଖେ ହସ୍ତ ବାନ୍ଧି ପକାଇ ଦିଅଇ ଶୋଳି ଉପରେ ତାହାକୁ ବସାଇଲା ନେଇ। ଅଚାନକ ପ୍ରକାର ଦଣ୍ଡ ଅସୁର ସେ ଦେଲା ପ୍ରହ୍ଲାଦ କେବେ ହରିଙ୍କୁ ଯେ ନ ଛାଡ଼ିଲା। ପ୍ରହ୍ଲାଦେ ଯେତେ ଦଣ୍ଡ ଦିଅଇ ହରିଣ୍ୟ ବିଷ୍ଣୁଙ୍କ ଯୋଗୁ ସହଇ ସକଳ କଷଣ। ଯେତେ ଉପାୟ ମାରିଲେ ପୁତ୍ର ନ ମରଇ ପୁଛିଲା ଅସୁର ତାକୁ ଅତି ବ୍ୟସ୍ତ ହୋଇ। ହରିଠାରେ ଯେବେ ଏତେ ସ୍ନେହ ଅଛି ତୋର ଦେଖାଅ ତାହାକୁ କେଉଁ ସ୍ଥାନେ ତାହା ଘର। କହେ ପ୍ରହ୍ଲାଦ ଅନ୍ତର୍ଯ୍ୟାମୀ ନାରାୟଣ ସକଳ ପ୍ରାଣୀଙ୍କ ଅଙ୍ଗେ ତାଙ୍କ ବାସସ୍ଥାନ। ପ୍ରହ୍ଲାଦ ବାକ୍ୟ ଶୁଣି ଅସୁର କହଇ ଏହି ଖମ୍ବେ ଅଛି ନିଶ୍ଚୟ ସେହି ହରି ତୋର। ଦାନବ ଶୁଣିଣ ହେଲା ଅତି କ୍ରୋଧ ମନ ଅସ୍ତ୍ର ଘେନି ସେ ଖୁଣ୍ଟକୁ ଦେଲା ସେ ହାଣିଣ।
ଖମ୍ବକୁ ହାଣନ୍ତେ ଅସ୍ତ୍ର ହସ୍ତରେ ଧରିଣ, ନୃସିଂହ ରୂପରେ ପ୍ରଭୁ ହେଲେ ଅବତୀର୍ଣ୍ଣ। ନରସିଂହ ରୂପ ଧରି ଜଗତ କାରଣ, ଦୁଷ୍ଟ ଦାନବର ବକ୍ଷ କଲେ ବିଦାରଣ। ଅସୁର ଦେହରୁ କାଢ଼ନ୍ତ ନାଡ଼ିମାନ, ଉପବିତ କରିଲେଟି ପ୍ରଭୁ ନାରାୟଣ। ସେ ଦୃଶ୍ୟ ଯେ ଅତି ଭୟଙ୍କର ଦିଶୁଥାଇ, ଦେଖି ଦେବଗଣ ଭୟେ ଗଲେ ପଳାଇ। ଯେଉଁ ରୂପ ଧରିଛନ୍ତି ଜଗତ ଠାକୁର, ଦେବେ ଭାବିଲେ ସୃଷ୍ଟିକୁ କରିବେ ସଂହାର। ସନ୍ତୁଷ୍ଟ ହେବେ କିପରି ଜଗତ ଠାକୁର, ଉପାୟ ଚିନ୍ତିଲେ ମିଳି ଦେବତା ସକଳ। ପ୍ରହ୍ଲାଦ ବିନେ ଆନ ସେ ସ୍ଥାନେ ଅଇଲେ, ତାହା ବିନେ ଠାକୁରଙ୍କୁ ଶାନ୍ତି ନ କରିଲେ। ଦେବଗଣ ପ୍ରହ୍ଲାଦ ପାଶକୁ ରାଇଣ, କହିଲେ ଅତି ଶୀଘ୍ର ତୁ କର ଆରାଧନ। ଠାକୁରଙ୍କ ଯେ ମୂର୍ତ୍ତି ପୁଣି ଅଛନ୍ତି ଧରିଣ, ମୁହୂର୍ତ୍ତେ କ୍ଷିତି ଧ୍ୱଂସ କରିବେ ଯେ ତକ୍ଷଣ। ଭକ୍ତ ପ୍ରହ୍ଲାଦ ଶୁଣି ପ୍ରଭୁଙ୍କ ବଚନ, ଧ୍ୟାନ କଲା ପ୍ରଭୁ ପଦେ ପଶିଣ ଶରଣ। ନରସିଂହ ତୁଷ୍ଟ ହେଲେ ସ୍ତବରେ ତାହାର, ଅଭୟ ପ୍ରଦାନ କଲେ ଜଗତ ଠାକୁର। ସର୍ବଦେବଗଣ ମାନେ ବସି ବିଚାରିଲେ, ରାଇଜର ଭାର ପ୍ରହ୍ଲାଦ करे ଦେଲେ। ହିରଣାକ୍ଷର ଯେ ନନ୍ଦନଟି ଅନ୍ଧକାରୀ, ଲଜ୍ଜା ଯୋଗୁ ପଳାଇଲା ଘର ଦ୍ୱାର ଛାଡ଼ି। ଭାବିଲା ମୁଁ ତାଙ୍କର ଯେ ଶ୍ରେଷ୍ଠ ଯେ ନନ୍ଦନ, ବୟସରେ ସମସ୍ତଙ୍କ ଠାରୁ ସାନ ମାନ। ଏ ରାଜ୍ୟରେ କେହି ମୋତେ ରାଜା ନ କରିଲେ, କନିଷ୍ଠ କରରେ ରାଜ ଗାଦି ସମର୍ପିଲେ। ଦେବଗଣ ପ୍ରପଞ୍ଚ ବୁଦ୍ଧିଟି ଅଟଇ, ରାଜା ନ କରିଲେ ମୋତେ ଯେଣୁ ଚକ୍ଷୁ ନାହିଁ। କିମ୍ପାଇଁ ବଞ୍ଚିବି ମୁହିଁ ଏତେ ଅପମାନ, କନିଷ୍ଠ ଦୟାରେ ଥିବି ଜୀବନ ଧରିଣ। ଉଗ୍ରତପ ଆଚରିଲା ଅନ୍ନ ଜଳ ବିନେ, ଭାବିଲା ବଞ୍ଚିବା ଛଡ଼ା ମୃତ୍ୟୁ ସତ ଗୁଣେ। ଅନ୍ଧକାରୀ କଷ୍ଟ ସହି ତପ ଆଚରିଲା, ଅଙ୍ଗ ମାଂସ କାଟି ଅଗ୍ନି କୁଣ୍ଡେ ପକାଇଲା। ଏ ବସନ କଠୋର ତପ ଦେଖି କୁଶଧର, ହଂସ ବାହାନେ ମିଳିଲେ ପାଶରେ ତାହାର। ଆରେ ଅନ୍ଧକାରୀ ତପ ଦିଅ ଉପେକ୍ଷିଣ, ବର ମାଗ ବିଜେ କଲି ଚତୁର ଆନନ। ଅନ୍ଧକ ବୋଇଲା ଯେବେ ତୁମ୍ଭେ କୁଶଧର, ବିଳମ୍ବ ନ କରି ମୋର ଚକ୍ଷୁ ଦାନ କର। ଅସ୍ତୁ କହନ୍ତେ ଦିଶିଲା ଚକ୍ଷୁକୁ ତାହାର, ଆନନ୍ଦିତ ମନ ତହୁଁ ହୋଇଲା ଅସୁର। ଦେଖେବି ଯେ କରିଛନ୍ତି ଚତୁର ଆନନ, ଭକତିରେ ତାଙ୍କ ପାଦେ କରିଲା ପ୍ରଣାମ। ଆଶୀର୍ବାଦ କଲେ ଆନନ୍ଦରେ କୁଶଧର, ବୋଇଲା ଇଚ୍ଛା ଏବେ ପାପି ଯେ ଘେନ ବର। ଅନ୍ଧକାରୀ ବୋଲେ ବର ଯେବେ ଦେବ ପିତା,
ଦାନବଙ୍କ ମଧ୍ୟେ ମୋତେ କର ତାଙ୍କ ପିତା। ଆବର ଯେତେକ ରହିଛନ୍ତି ସୁରଗଣ, ବିଷ୍ଣୁ ଠାରୁ ଇନ୍ଦ୍ର ଯିବେ ମୋ ସଙ୍ଗେ ହାରିଣ। ଜୀବଜନ୍ତୁ ମାନ ଯେତେ ଛନ୍ତି ପୃଥିବୀରେ, ସମର କରିଲେ ହରିଯିବେ ମୋ ସଙ୍ଗରେ। ମରଣ ନହିବ ମୋର କେଉଁ ନର ହାତେ, ତ୍ରିଭୁବନ ଭୋଗିବି ମୁଁ ଜାଣିଥା ଯୁକତେ। ଶରୀର ମୋହର ବିକଳାଙ୍ଗ ଅଛି ହୋଇ, ପୂର୍ବରୁ ଶତକ ଗୁଣ ଶୋଭା ହେଉ ଦେଇ। ସମସ୍ତ ବର ମୁଁ ଯାଚି ଦେଇ ନ ପାରଇ, ଅମର ବର ଦେବାକୁ ଶକତି ମୁଁ ନାହିଁ। ଜନମିଲେ ରବି ତଳେ ନିଶ୍ଚିତ ମରଣ, ଏ ମହିରେ ରହିନି କେ ହୋଇଣ ଅମର। ମୁଁ ତୋତେ ଦେଇଅଛଇ ଯା ମାଗିଲୁ ରେ, କିପରି ମରିବୁ କହ ତୁହି ମୋ ଆଗରେ। ଅନ୍ଧକାରୀ କହେ ପିତା ମୋହ ଏବେ ଶୁଣ, ଯେବେ ମୋ ପରେ ସଦୟ ଜଗତ ବନ୍ଦନ। ମୋହର ମରଣ କଥା ମୁଁ ତ କହିବଇ, ଦୟା ବହି ଶୁଣ ପିତା ମୋହ ମନ ଦେଇ। ଜଳେ ନ ବୁଡ଼ିବି ନ ପୋଡ଼ିବି ମୁଁ ଅନଳେ, ନ ମରିବି ନର ବିନା ନାରାୟଣ କରେ। ନାରୀଙ୍କର ଶ୍ରେଷ୍ଠ ହୋଇ ଥିବ ଯେଉଁ ନାରୀ, ସେହୁ ହୋଇଥିବେ ପୁଣି ଜନନୀ ମୋରି। ତାହାକୁ ରମିବା ଅର୍ଥେ ମନ ବଳାଇଲେ, ଅସୁର ପ୍ରକୃତି ମୋର ଚାଲିଯିବ ଦୂରେ। ମରଣ ମୁଖରୁ ରହିବି ମୁଁ ସେହି କାଳେ, ଅମର ହୋଇ ରହିବି ମୋର ତ ମଣ୍ଡଳେ। ଶୁଣି ଧାତା ଆନନ୍ଦିତ ହୋଇଣ ପାର, କହିଲେ ମାଗିଲୁ ଯାହା ଫଳିବ ଯେ ଫଳ। ଏସନ କହିଣ ଧାତା ଅନ୍ତରୀକ୍ଷେ ଗଲେ, ଅନ୍ଧକାରୀ ଆନନ୍ଦିତ ହୋଇଲା ମନରେ। ଅନ୍ଧକାରୀ ବର ପାଇଁ ପ୍ରଫୁଲ୍ଲିତ ମନ, ପୂର୍ବଠାରୁ ତେଜ ବିକଶିଲା ସତ ଗୁଣ। ତେଜବନ୍ତ ହୋଇ ରାଜ୍ୟ କରିଲା ଗମନ, ରାକ୍ଷସଙ୍କ ମଧ୍ୟେ ଶ୍ରେଷ୍ଠ ହେଲା ଜାତୁଧାନ। ଯେତେ ଯେତେ ନୃପଗଣ ଥିଲେ ଧରାରେ, ସକଳ ହୋଇଲେ ତୁଚ୍ଛ ଅନ୍ଧକ ପାଖରେ। ପ୍ରମାଦ ପଡ଼ିଲା ସ୍ୱର୍ଗେ ଦେବଙ୍କ ଉପରେ, ଅନ୍ଧକାରୀ ପାଶେ ଆସି ସେଠି ସର୍ବେ କଲେ। ପିତାମହ ବି ତ ସେ ଦେଇଥିଲେ ବର, ପ୍ରତ୍ୟହ ପଢ଼ନ୍ତି ବେଦ ଆସି ତାର ପୁର। କୃତାନ୍ତକ ନାମ ଗୋଟି ଯେଉଁ ସମନର, ବାଡ଼ି ତାଟି ଖଟେ ନୀତି ଆସି ଦଇତର। ଧନ୍ୟାଢ଼୍ୟ କୁବେର ପୁରେ ତାର ପ୍ରତିଦିନ, ସଫା କରଇ ନେଇଣ ମଳ ବସନ। ଚନ୍ଦ୍ର ସୂର୍ଯ୍ୟ ଦୁହେଁ ପୁରେ ଆସି ପ୍ରତିଦିନ, ଦଣ୍ଡେ ପ୍ରହରା ଦିଅନ୍ତି ଶୋଇ ନ ପଡ଼ିଣ। ଦେବଙ୍କ ଶ୍ରେଷ୍ଠ ଯେ ଇନ୍ଦ୍ର ଆସି ପ୍ରତିଦିନ, ଅସୁରକୁ ପିନ୍ଧାଏ ସେ ଦେବାଙ୍ଗ ବସନ। ରମ୍ଭାଦି ଅପସରି ଯେ ଆସି ତାର ପୁରେ, ନୃତ୍ୟ କରନ୍ତି ସଦା ଯେ ବିବିଧ ଛନ୍ଦରେ। ଏହି କ୍ରମେ ତା ପୁରରେ ସର୍ବଦେବଗଣ, ଖଟନ୍ତି ଅସୁର ଆଜ୍ଞା କରିଣ ପାଳନ।
केवल आसंती नाही हरि आउ हर ताहांको सर्वदा थाए असुर डर जातु धान मंथी सुचतुर बुद्धिमान शुक्रटंती मैत्र मन दे शुण दानवको शुक्राचार्य कहती वचन देख तो पुरे न आसे हर नारायण तो ही महाबलवंत अटुती पुरे से दुहे आसंती नाही केवल व्यवहारे शुणी अंधकारी क्रोधे हुए जर जर बोले देखिने भी केते सकती तांकर ऐसा न कहिण एक चिठाऊ लिखन करी दूत हस्ते देला शिवंक पासेण सकल देवे खटंती मो पुरे आसीण न आसुछ किंपा तुम्भे कुह संकर्षण दूतपत्र घेनी करी करिला गमन कैलासे सदाशिवंक करिला प्रधान पत्र पढ़ी महादेव होई क्रोध भर बोलंती दानव एड़े बड़ाई तोर केउ बापा भरोसारे छाती दम्भ करी पत्र लेखुछु मरण झिंके चोटी धरी पत्र खंडी क्रोधे चिरी देले पंचानन दूतको सम्मुखरु देले टीजे तड़िण जा कहिबु तो निर्लज नृपति को जाई मरण संगरे किंपा करुछु लड़ाई अग्नि देखिण पंगे आसई तापास सर्वशेषरे सेठारे हुई विनाश आदेश शुणाई देबु ताको शीघ्र जाई देवगण को छाड़िण देव शीघ्र होई जार बर पाई बोलाउछि बड़ नीर ताहांको पादे खटाए नीलज सुर कहिबु निमक हाराम गुरुद्रोही को जाई देव ब्राह्मण को पदे खटाए से नेई बंची रहिबा पाई कि जेबे मन तार अन्याय पथरो शीघ्र हेउ से बाहर नहिले घेनी विशुळे जीवन ताहार विलंबन करी दूत कह जा खबर शिवंक मुखरु दूत शुणिए वचन बाहुड़ी मिलिला जही बीज जातु धान उभा हेला सम्मुखरे प्रणाम करिण निउछाली होई दूरे रहिण आपण दानवतृपति चाहि ताहांकु कहि कहिल कि सजटिया कह शीघ्र होई मने भय पाई दूत करई वचन जा कहिला शुण हेबे ताहा जातु धान पत्र घेनी तवा देशे करिली गमन कैलासे मिलिण पत्र करिली प्रदान पत्र पढ़न्ते क्रोधरे होई कंपमान सप्तखंड करी पत्र देले से चिरिण कुराल चक्र पराय बुलाई नयन बोइले घेनी भी निश्चय ताहार पराण केउ बाप साहसरे लेखिछि पतर केवण बापा होई साहा पक्ष जे तार से पापिष्ठ न जाने कि सकती मोहर
ମୁହଁ ନଳ ଖେଳୁଛି ପତଙ୍ଗ ଯେ ନିକର। ନାନା ପ୍ରକାର କୁବଚନ ସେ କହିଲ, ଅପମାନ ଦେଇ କରି ମତେ ତଳି ଦେଲ। ଛାମୁଙ୍କ ଆଜ୍ଞା ଆଉ ଯେ କିସ କହିବଇଁ, ସେ ଜଟି ମୂର୍ତ୍ତି ଯାହା ଯେ ଦେଖିଅଛି ମୁହିଁ। ସତରେ ନିର୍ଧୂମ ବହ୍ନି ତେତୃ ବାହାରଇ, 14 ପୁର ପୋଡ଼ି ଦେବ ଯା ଦେଖିଲି ମୁହିଁ। ଜଟିଆ କ୍ରୋଧରେ ଯହୁଁ ହେଲା କମ୍ପମାନ, ସର୍ପ ଗୁଡ଼ିକ ଦେହରେ କଲେ ଗରଜନ। ସର୍ପମାଳ ମାଳ ଅଛି ଶରୀରେ ତାହାର, ଦାନବ କୁଳକୁ କହେ କରିବ ସଂହାର। ପର୍ବତ ପରି ଶୋଇଛି ହଡ଼ାଟିଏ ତାର, ଶେଷେ ଦେଖିଲି ଆସନ୍ତେ ମନ୍ଦିର ଦ୍ୱାରର। ହଡ଼ା ଯେଉଁ ପରି ଭାବେ ମତେ ଚାହୁଁଥାଇ, ଭାବିଲେ ଶୃଙ୍ଗରେ ଗିରି ଦେବ ଓଲଟାଇ। ଦେଖି ଆଶ୍ଚର୍ଯ୍ୟ କଥା ତାହାରି ଯେ ଦୁଆରେ, ଜୀବମାନେ ରହିଛନ୍ତି ଦ୍ୱାରି ପରକାରେ। ମୋ ଜୀବନେ ନାନା ସ୍ଥାନ କରିଛି ଭ୍ରମଣ, ତାର ପରି ଦେଖି ନାହିଁ ମୁଁ କୁତ୍ସିତ ଜନ। ଏକର କ୍ଷୁଦ୍ର ପାହାଡ଼ ପରି ଯେ ଉଦର, ମୋଟା ହେଉଅଛି ଗିରିବର ପରକାର। ଆଶ୍ଚର୍ଯ୍ୟ ପ୍ରକାର ମସ୍ତକ ତାର ଅଟଇ, ଉଚ୍ଚତରୁ ପରି ଥୋଡ଼ ଲମ୍ବିଣ ଛଇ। ମୋ ଆଡ଼କୁ ଚାହିଁ ଦେଲା ଯେଉଁ ସମୟରେ, ଦେଖିଲି ବେଦିଆଦିତ୍ୟ ତାର ନୟନରେ। ଥୋଡ଼କୁ ଟେକିଣ ସେ ତ ମାରି ଦେଲାଇ, ବିରାଟ ଗହ୍ୱର ତାର ଦେଖିଦେଲି ମୁହିଁ। ଜଟିଆ ଦ୍ୱାରରେ ଦ୍ୱାରପାଳ ଯେ ଅଟଇ, ବିକଟାଳ ରୂପ ଗୋଟି ତାର ବହିଛଇଁ। ମକଟି ପରି ସେ ଦେଖି ମୋତେ ନୟନରେ, ଗଳାରେ ଧକ୍କା ମାରିଣ ଛାଡ଼ିଲା ବାହାରେ। ସେମାନଙ୍କ ଗୁଣ ମୁଁ ତ ବର୍ଣ୍ଣି ନ ପାରଇ, କହିଲେ ସର୍ବାଙ୍ଗ ମୋର ଥରିଣ ଉଠଇ। ହଜାର ସଂଖ୍ୟାରେ ଭୂତ ଦ୍ୱାର ଦେ ସେ ତାର, ନୃତ୍ୟ କରୁଣ ଅଛନ୍ତି ହୋଇଣ ବିଭୋର। ଡାହାଣିଏ ଶବ ପାଶେ ବେଢ଼ି ଯାଇଛନ୍ତି, ଦାନ୍ତ କଡ଼ମଡ଼ କରି ହାଡ଼କୁ ଚୋବାନ୍ତି। ମହାଭୟଙ୍କର ରୂପ ତାଙ୍କର ଅଟଇ, ପୃଥିରେ ଚରଣ ଶିର ଆକାଶ ଛୁଅଁଇ। ସାରା ଶରୀର ଉଲଗ୍ନ ଅଙ୍ଗେ ବାସ ନାହିଁ, ଉଲଗ୍ନ ସର୍ବେ ବୁଲନ୍ତି ନୃତ୍ୟନ୍ତା ଅଟଇ। ତୋପରି ହେଲେ ମତେ ଯେ ଦେଖିଣ ନେତ୍ରରେ, ଅତି ଆନନ୍ଦରେ ତହିଁ ନୃତ୍ୟ ଆରମ୍ଭିଲେ। ଧାଇଁ ଆସି ଚଉପାଶେ ମୋତେ ବେଢ଼ି ଗଲେ, ରକତ ଶୋଷି ନେବାକୁ ବିଚାରି ମନରେ। କାହିଁ ତକ୍ଷଣେ ଅପୂର୍ବ ରମଣୀ ଆସିଣ, ବାରତା କରନ୍ତେ ସର୍ବେ ଗଲେ ବାହୁଡ଼ିଣ। ସେ ନାଗରିତେ ଯେ ଝଲସି ଉଠିଲା ବନ, ଅନ୍ଧକାର ସଙ୍ଗେ ସଙ୍ଗେ ଗଲା ଦୂରେଇଣ। କି କହିବି ହେ ରାଜନ ଜୀବନରେ କାହିଁ, ଏପରି ସୁନ୍ଦରୀ ନାରୀ ନେତ୍ରେ ଦେଖି ନାହିଁ। ଯେତେ ସୁନ୍ଦରୀ ନାୟିକା ରାଜ ଅନ୍ତପୁରେ, ସମସ୍ତରିକେ ନହିବେ ତାହାରି ପାଶରେ। ସୌନ୍ଦର୍ଯ୍ୟ ଯା ଅଛଇ ଯେ ଶରୀରେ ତାହାର,
ବନି ନ ପାରିବି ମୁହିଁ ଜାତୁ ଧାନ ଛାର ସୌନ୍ଦର୍ଯ୍ୟ ସକଳ ଦେହେ କରି ତାର ଠୁଳ ଗଢ଼ିଣ ଛଇ ତାକୁ ଏକା ବେଦବର ସ୍ୱର୍ଗତା ଇନ୍ଦ୍ରାଣୀ ପାଶେ ତାର ଛିଡ଼ା ହେଲେ ନିଭକ ଦିଶିବେ ତାର କାନ୍ତି ଝଲକରେ ଲକ୍ଷ୍ମୀ ସରସ୍ୱତୀ ହୁଅନ୍ତେ ତା ସରିସମ ସମାନ ନୁହନ୍ତି ଯେଣୁ ଅଛି ତାଙ୍କ ଗୁଣ ଆଉ କିସ ରୂପ ତାର କରିବି ବର୍ଣ୍ଣନ ସଂସାର ମଧ୍ୟରେ ନାହିଁ କେହି ତା ସମାନ କିପରି ଭାଗ୍ୟ ମୋହର ତହିଁ ଯାଇଥିଲି ପବିତ୍ର ହେଲା ମାତ୍ରେ ତାହାକୁ ମୁଁ ଦେଖିଲି ଆମ୍ଭ ରାଜା ରାଣୀ ହେଲେ ସେ ନାରୀ ରତନ ତିନି ଭୁବନକୁ ଶୋଭାରେ ଯାନ୍ତା ଜିଣିଣ ମନ ମଧ୍ୟରେ ମୁଁ ଯାହା କଲି ଅନୁମାନ ସେ ରମଣୀ ଜଟିଆର ନାୟିକା ପ୍ରଧାନ ଏସନ ଶ୍ରବଣ କରି ସେହି ଜାତୁ ଧାନ ବିରହାନଳେ ଗହୀର ହେଲା କମ୍ପମାନ ଦୂତକୁ ଅନେକ ଧନ ପୁରସ୍କାର ଦେଲା ହରସ ହୋଇ ଦାନବ ତାଙ୍କୁ ବିଦା କଲା ସକଳ କଥା ମନରୁ ସେ ଗଲା ଭୁଲିଣ ବ୍ୟାକୁଳିତ ହେଲା ଲଭିବ ନାରୀ ରତନ ରାଜଶାସନରେ ମନ ତିଳେ ନ ଲାଗଇ ସେ ରମଣୀ ରୂପ ତାର ନୟନେ ନାଚଇ ମନ୍ତ୍ରୀମାନଙ୍କୁ ସମସ୍ତ ପାଶକୁ ରାଇଲା ବୁଝାଇ ସକଳ କଥା ତାହାଙ୍କୁ କହିଲା ହସ୍ତଗତ ହେବ କେହ୍ନେ ସେ ନାରୀ ରତନ ଉପାୟ ଭିଆଣ କର ତୁମ୍ଭେ ମନ୍ତ୍ରୀଗଣ ଶୁଣି ମନ୍ତ୍ରୀଗଣ ତାକୁ ପ୍ରବୋଧନା କଲେ ଛାର କଥାକୁ ଚିନ୍ତୁଛ ଆପଣା ମନରେ ଘର ଦ୍ୱାର ନାହିଁ ପୁଣି ସେହି ଜଟିଆର ସୁନ୍ଦରୀ ନାରୀ କିମ୍ପାଇଁ ରଖିଛି ପାଶର ମୂଲ୍ୟବାନ ବସ୍ତୁ ଯାହା ତିନି ପୁରେ ଅଛି ପ୍ରତ୍ୟେକ ବସ୍ତୁରେ ତୁମ୍ଭ ଅଧିକାର ଅଛି ମନ୍ତ୍ରୀଙ୍କ ବଚନେ ଦୈତ୍ୟ ଆନନ୍ଦିତ ମନ ସଭା ଭଙ୍ଗ ଗଲା ଭଣେ ବୁଦ୍ଧିମନ୍ତ ଦିନ।